ମାନ୍ୟବର ମନ୍ତ୍ରୀ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ବିଭାଗ ଆଜି କୋରାପୁଟ ଗସ୍ତରେ ଆସିଛନ୍ତି ଏବଂ ସକାଳେ ଜୟପୁରଠାରେ DHH ଯୋଉ ନୂଆ ଫେସିଲିଟି ହେଇଛି ସେଟା ଉଦ୍ଘାଟନ କରିଥିଲେ। ତାପରେ ଆମର SLNMCH ଏବଂ SLNMCH ର ସବୁ ଡକ୍ଟର ମାନଙ୍କ ସାଙ୍ଗରେ ଗୋଟେ ସ୍ୱତନ୍ତ୍ର ବୈଠକ ତା ସହିତ କୋଟପାଡ CHC ଏବଂ ଆମର ଯୋଉ ମିରିଗାଁ ଷ୍ଟୋଲ ଏବଂ କୋଟପାଡ ଫାବ୍ରିକ ର ଯୋଉ ଆମ ଗର୍ବ ଏବଂ ଗୌରବ ପଦ୍ମଶ୍ରୀ ଗୋବର୍ଦ୍ଧନ ପାଣିକା ମହୋଦୟଙ୍କର ଘରକୁ ମଧ୍ୟ ଗସ୍ତ କରିକି ସେଇଠି ବୁଣାକାର ମାନଙ୍କ ସାଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ଓଭରଅଲ୍ ଭିଜିଟରେ ଆମକୁ କେତେଟା ଇନଷ୍ଟ୍ରକ୍ସନ୍ସ ଦେଇଛନ୍ତି ଏବଂ କେତେଟା ଫିଡବ୍ୟାକ୍ ଆମେ ପାଇଛୁ ଯୋଉଟାକୁ ଆଗାମୀ ଦିନରେ ଆମେ କାର୍ଯ୍ୟକାରୀ କରିବୁ ଏବଂ ଏ ଯୋଉ ରିସେଣ୍ଟଲି ଯୋଉ SLNMCH ର ଯୋଉ ଇସ୍ୟୁ ହେଇଛି ସେ ବିଷୟରେ ମଧ୍ୟ ବହୁତ ଡିଟେଲ ରିଭ୍ୟୁ ନେଇଛନ୍ତି ଏବଂ ଯୋଉ ଏକ୍ସପର୍ଟ କମିଟି ଆସିଛନ୍ତି ତାଙ୍କୁ ଏବଂ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଇଟା ଯୋଉ ତଦନ୍ତ ଏବେ ବର୍ତ୍ତମାନ ଜାରି ରହିଛି ସେଟାକୁ ଯଥାଶୀଘ୍ର ରିପୋର୍ଟ ଜାରି ରିପୋର୍ଟ ସବମିଟ୍ କରିବା ପାଇଁ ଏବଂ ରିପୋର୍ଟ ଆସିଲା ପରେ ସେ ଅନୁସାରେ ଯଦି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରୁଛି ସେଇଟା ସରକାରଙ୍କ ତରଫରୁ ନିଆଯିବ ବୋଲି 650